ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସୁର ବନଖଣ୍ଡ ଅଧୀନ ମୁଜଗଡ଼ ରେଞ୍ଜ ଅନ୍ତର୍ଗତ ବୁଦୁଲି ଗ୍ରାମରେ 3 ଦିନ ଧରି ଦେଖାଦେଇଛି ବାଘର ଆତଙ୍କ। ଗତ ଗୁରୁବାର ଦିନ ବୁଦୁଲି ଗ୍ରାମର ସନ୍ତୋଷ ଗୌଡ଼ଙ୍କ ଗାଈଗୋଠ ଭିତରେ ପଶି 3ଟି ଗାଈଙ୍କୁ ଟାଣି ନେଇ ନିକଟ ଜଙ୍ଗଲରେ ମାରି ଖାଇଛି ବାଘ। ଗ୍ରାମବାସୀ ଓ ବନ ବିଭାଗ 2 ଦିନ ଧରି ବହୁ ଖୋଜାଖୋଜି ପରେ ମୃତ ଗାଈମାନଙ୍କର ଖଣ୍ଡ ବିଖଣ୍ଡ ମୃତଦେହ ଆଜି ସକାଳୁ ଉଦ୍ଧାର ହୋଇଛି। ତାପରେ ବନ ବିଭାଗ ଏହି ମୃତଦେହ ଗୁଡ଼ିକୁ ବ୍ୟବଚ୍ଛେଦ କରି ପୋତି ଦେଇଥିବା ଦେଖିବାକୁ ମିଳିଛି। ହେଲେ କେଉଁ ପ୍ରଜାତିର ବାଘ ତାହା ବନ ବିଭାଗ ସଠିକ୍ ଭାବେ ଲୋକଙ୍କୁ ଜଣାଉନଥିବା ଅଭିଯୋଗ ହୋଇଛି। ଏପଟେ ଗ୍ରାମବାସୀ ନିଜର ଗୃହପାଳିତ ପଶୁର ସୁରକ୍ଷା ଚିନ୍ତା କରୁଥିବା ବେଳେ ସନ୍ଧ୍ୟାବେଳେ ଗ୍ରାମବାସୀ ବାହାରକୁ ବାହାରିବା ପାଇଁ ଭୟ କରୁଛନ୍ତି। ତେବେ ବନ ବିଭାଗ ଘଟଣାକୁ ଗୁରୁତର ସହ ନେଇ ସଠିକ୍ ଭାବେ ଅଞ୍ଚଳରେ ପାଟ୍ରୋଲିଂ କରିବା ପାଇଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। କିଛିଦିନ ତଳେ ସେହି ବୁଦୁଲି ରାସ୍ତାରେ ଭାରିଯାନ ଧକ୍କାରେ ଏକ କଲର ପତିଆ ବାଘର ମୃତ୍ୟୁ ଘଟିଥିଲା। ଏବେ 3ଟି ଗାଈକୁ ବାଘ ଖାଇବା ପରେ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଆମେ ତ ଭନର କାମକୁ ଯାଉଛୁ, ଆସିଲା ଆସିକି ସନ୍ଧ୍ୟା ବେଳକୁ ଗୋଟେ ଦିନ ହୁକ୍ ହେଇଥିଲେ ତାର ଗାଈ ଯାକ ହୁକିକିରି ସବୁ ପଳେଇଲେ ଯେମିତି ବାଘ ତଡ଼ି ନେଇକିରି ବିଲ ମାଳେ ଗୋଟେ ଧରିଲା। ତାପରେ ସେ ବଣା ସେ ଜଙ୍ଗଲ ଭିତରେ ଗୋଟେ ବାଘ ଗୋଟେ ଗାଈଟାକୁ ହେଲେ ଚିପିକିରି ଖାଇ ଦେଇଛି। ତାପରେ ଫରେଷ୍ଟ ଡିପାର୍ଟମେଣ୍ଟ ଆଇଲେ ଜଗିଲେ ରାତିରେ ବର୍ଷା ଦିନ ପଳେଇଲେ ଜାଣିଲେ ଆଉ କିଛି ନାହିଁ। ସେ ଗୌଡ଼ ସିଂଧିଆ ଗାଈ ଗୁହାର ତମେ ଝାଡ଼ା ପାଣି ଯିବା ବି ଅସୁବିଧା ପରା। ରାତି ହେଲେ ସନ୍ଧ୍ୟାବେଳ ଭଞ୍ଜନଗରରୁ ଆମେ ଆଇବାକୁ ଡର ଲାଗୁଛି। ସୁରା ଦେଇ ଗଡ଼ାଡ଼ି ଗଡ଼େ ଝାଡ଼ା ପାଣି ଯାତ୍ରା ତ ଯାଇ ହେଉନି। ବାଘର ବାତାବରଣ ଦେଖିକି ଆମ ଭୟ କେମିତି ରହିଛି ଗାଁରେ? ହଁ, ଗାଁରେ ତ ସମସ୍ତେ ଭୟ କରୁଛନ୍ତି ଆଉ ସମସ୍ତେ ଡରୁଛନ୍ତି। ରାତି 8ଟା 9ଟା ପର୍ଯ୍ୟନ୍ତ ରୋଡ଼ରେ ଯାଇକି ପିଲାମାନେ ବସା ଉଠା ଝାଡ଼ା ପାଣି ଯାଆନ୍ତି, ଏବେ ଆଉ ଯାଉନାହାନ୍ତି। ତ ବନ ବିଭାଗକୁ କ'ଣ ରଖିବ ଏଠି? ବନ ବିଭାଗକୁ ଆଉ ତାଙ୍କେ ଆସିକିରି ସିନା ଜଗା ରଖା କରିକିରି ନୟ କରିକିରି ଇଏ କରି ତାଙ୍କେ କଲେ ହେତା। ହେଲେ ଫରେଷ୍ଟ ଲାଗିଥିଲେ ତମେ ସେ ଜାଗା ଚିହ୍ନଟ କଲ? ଜାଗା ଚିହ୍ନ କଲେ ଫରେଷ୍ଟ ବାଲା ବହୁତ ସହଯୋଗ କଲେ। ହଁ, କ'ଣ କଲେ? ରାତିରେ ଆସି ଜଗିଲେ। ହଁ, ରାତି ସାରା ସେ କାଲି DF ଆଗେ ଆସିଥିଲେ, ଦେଖିଲୁ ଖୋଜାଖୋଜି କଲୁ। ତ ବହୁତ ସହଯୋଗ କରୁଛନ୍ତି। କେତେଟା ମିଳିଲା ଖୋଜାଖୋଜି କଲା? 3ଟା ମିଳିଲା। କୋଉଠି ତାଙ୍କର ଖାଇଛି? ମାରି ଦେଇଛି। ମାନେ ଆମେ ଜାଣିବାକୁ ଚାହୁଁଛେ ତାର କୋଉ ଜାଗା ଯାକୁ ଧରିଛି? ଶଙ୍କିନାଳ ଧରିଛି ବଡ଼ ଯାକୁ। ହେ ମହାଳ ବାଘଟା ଖାଇକିରି ଏଇଠୁ ଆଗ ଯିବାର ଆଉ ଯାହା ଉପଦ୍ରବ କରିବା ତାଙ୍କେ କରୁଛନ୍ତି ଇଆଡ଼େ। ଆଉ ଏଇଠି ନହେଲେ ଖାଇକି ଯିବାଟା ଯିବେ ଆଜ୍ଞା ଫିଟିଆ। ଦେଖ ଆଉ ଆମେ ଗୋରୁ ଗାଈ ଛେଳି ମେଣ୍ଢା କୁକୁର ବିଲେଇ ସବୁ ଏଇଠି ଆଏ ପାଣି। ଏ ପାଣି ବି ଶୁଖିବାର ନାହିଁ ବର୍ଷ ଆଜ୍ଞା। ବ୍ୟୁରୋ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।